ଝାରସୁଗୁଡ଼ା ରାଜନୀତିରେ ହଟଚମଟ ସାମ୍ନାକୁ ଆସିଲା ବିଜେଡିର ଦୁଇ ଶକ୍ତିଶାଳୀ ଟିମ୍। ଦିବାଳୀ ଦାସଙ୍କ ଏକଚାଟିଆ ପ୍ରଭାବ ବିରୋଧରେ ମିଳି ଦିବଂଗତ ନେତା କିଶୋର ମହାନ୍ତିଙ୍କ ସ୍ୱାଭିମାନକୁ ନେଇ ଖୋଲାଖୋଲି ଅସନ୍ତୋଷ ତେଜିଲା ଉତ୍ତରାଧିକାରୀ ଲଢ଼େଇ। ଝାରସୁଗୁଡ଼ା ଜିଲ୍ଲା ରାଜନୀତିରେ ପାରଦ ଏବେ ଚରମ ସୀମାରେ ପହଞ୍ଚି ଗୋଟେପଟେ ଶାସକ ବିଜେପିର ଆନ୍ତରିକ ରାଜନୀତିକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନ୍ୟପଟେ ବିରୋଧୀ ବିଜେଡିର ଗୋଷ୍ଠୀ କନ୍ଦଳ ଏବେ ସମ୍ପୂର୍ଣ୍ଣ ଭାବେ ପଦାରେ ପଡ଼ିଛି। ଦୁଇ ପ୍ରତିପତ୍ତିଶାଳୀ ଦିବଂଗତ ନେତା କିଶୋର ମହାନ୍ତି ଓ ନବ ଦାସଙ୍କ ପରିବାର ମଧ୍ୟରେ ଥିବା ପୁରୁଣା ତିକ୍ତତା ଏବେ ଦଳୀୟ ଶୃଙ୍ଖଳାର ସୀମା ପାର କରିଯାଇଛି। ବ୍ରଜରାଜନଗରର ପୂର୍ବତନ ବିଧାୟିକା ଅଳକା ମହାନ୍ତି ନିଜର ଶତାଧିକ ସମର୍ଥକଙ୍କ ସହ ସିଧାସଳଖ ଭୁବନେଶ୍ୱର ସ୍ଥିତ ନବୀନ ନିବାସରେ ପହଞ୍ଚି ଗୁହାରି କରିବା ପରେ ଏହି ବିବାଦ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ଦିନେ ଝାରସୁଗୁଡ଼ା ଓ ବ୍ରଜରାଜନଗରର ଆସନକୁ ନିଜ ନିୟନ୍ତ୍ରଣରେ ରଖିଥିଲେ ଦୁଇ ବଡ଼ ଚେହେରା ସ୍ୱର୍ଗତ କିଶୋର ମହାନ୍ତି ଓ ସ୍ୱର୍ଗତ ନବକିଶୋର ଦାସ। ବର୍ତ୍ତମାନ ସେମାନଙ୍କ ଅନୁପସ୍ଥିତିରେ ତାଙ୍କ ପରିବାର ମଧ୍ୟରେ ଆଧିପତ୍ୟ ଜାହିର କରିବାର ଲଢ଼େଇ ତୀବ୍ର ହେବାରେ ଲାଗିଛି। ଝାରସୁଗୁଡ଼ା ଓ ବ୍ରଜରାଜନଗରର ନିର୍ବାଚନ ମଣ୍ଡଳୀରେ ଦୀପାଳି ଦାସଙ୍କର ଏକଚାଟିଆ ପ୍ରଭାବ ବଢ଼ୁଥିବାରୁ ଅଳକା ମହାନ୍ତିଙ୍କ ଶିବିର ନିଜକୁ କୋଣଠେସା ଅନୁଭବ କରୁଛି। ଏହି ବିବାଦର ସଦ୍ୟତମ ଏବଂ ସବୁଠାରୁ ବଡ଼ କାରଣ ସାଜି ସ୍ୱର୍ଗତ କିଶୋର ମହାନ୍ତିଙ୍କ ସ୍ୱାଭିମାନ। ତାଙ୍କ ପୁଅ ଦୁର୍ଗେଶ ମହାନ୍ତି ସୋସିଆଲ ମିଡ଼ିଆରେ ଅଭିଯୋଗ ଆଣିଥିଲେ ଯେ ନିକଟରେ ହୋଇଥିବା ଏକ ଦଳୀୟ କାର୍ଯ୍ୟକ୍ରମରେ ତାଙ୍କ ପିତାଙ୍କ ଫଟୋ ଚିତ୍ରକୁ ଅପମାନିତ କରାଯାଇଛି। ଏହା ସହିତ ବ୍ରଜରାଜନଗରର ପୁରାଧ୍ୟକ୍ଷ କୃଷ୍ଣ ଗୋପାଳ ସିତାନୀ ଓ ବରିଷ୍ଠ ନେତା ହିତେଶ ଠକ୍କରଙ୍କୁ ଦଳରୁ ନିଲମ୍ବନ କରାଯିବା ଘଟଣା ଏହି ଅସନ୍ତୋଷକୁ ଆହୁରି ଆଗକୁ ବଢ଼ାଇଛି। ନିଜର ଅସ୍ତିତ୍ୱ ଓ ସମ୍ମାନ ରକ୍ଷା ପାଇଁ ଏବେ କିଶୋର ମହାନ୍ତିଙ୍କ ପରିବାର ଖୋଲାଖୋଲି ମଇଦାନକୁ ଓହ୍ଲାଇଛନ୍ତି। ରାଜନୈତିକ ସମୀକ୍ଷକ ଅନୁସାରେ ଏହା କେବଳ ଏକ ସାଧାରଣ କନ୍ଦଳ ନୁହେଁ, ବରଂ ଅଞ୍ଚଳରେ ନିଜର ରାଜନୈତିକ ଦବଦବା ବଜାୟ ରଖିବାର ଏକ ଦୀର୍ଘକାଳୀନ ସଂଗ୍ରାମ। ଏବେ ଦେଖିବାର କଥା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଦୁଇ ଶକ୍ତିଶାଳୀ ପରିବାରର ବିବାଦକୁ କିଭଳି ସମାଧାନ କରୁଛନ୍ତି ଏବଂ ଆଗାମୀ ଦିନରେ ଝାରସୁଗୁଡ଼ା ରାଜନୀତି କେଉଁ ମୋଡ଼ ନେଉଛି।